ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ବିରଚିତ ପଞ୍ଚତନ୍ତ୍ର। ଅନୁସୃଜନ ଡକ୍ଟର ବିଭୁଦ ରଞ୍ଜନ। ସହଯୋଗ ରାଜଲକ୍ଷ୍ମୀ ମହାନ୍ତି। ପଢ଼ି ଶୁଣାଉଛନ୍ତି ଆଲୋକ ଅଗ୍ନିବେଶ। ଅନେକ ବର୍ଷ ତଳର କଥା। ଦକ୍ଷିଣ ଭାରତବର୍ଷରେ ମହିଳା ରୌପ୍ୟ ନାମରେ ଗୋଟିଏ ରାଜ୍ୟ ଥିଲା। ସେଠାରେ ଅମର ଶକ୍ତି ନାମରେ ଜଣେ ମହାଦାନୀ ପ୍ରତାପୀ ରାଜା ରାଜୁତି କରୁଥିଲେ। ରାଜାଙ୍କ ପାଖରେ ଥିଲା ଅମାପ ଧନ ସମ୍ପତ୍ତି, କିନ୍ତୁ ରାଜାଙ୍କର ପୁଅମାନେ ଥିଲେ ବିଲକୁଲ ମୂର୍ଖ ଆଉ ବୋକା। ତିନି ରାଜପୁତ୍ରଙ୍କର ନାମ ଥିଲା ବହୁଶକ୍ତି, ଉଗ୍ରଶକ୍ତି ଓ ଅନନ୍ତ ଶକ୍ତି। ସେମାନେ କେବଳ ମୂର୍ଖ ନଥିଲେ, ଥିଲେ ଖୁବ୍ ଅବାଧ୍ୟ ଆଉ ଉତ୍ସୃଙ୍ଖଳ। ପୁଅମାନଙ୍କ ପାଇଁ ବଡ଼ ଚିନ୍ତିତ ରାଜା ଦିନେ ମନ୍ତ୍ରୀମାନଙ୍କୁ ଡାକି ସେମାନଙ୍କର ପାଠପଢ଼ାର ବନ୍ଦୋବସ୍ତ କରିବାକୁ କହିଲେ। ରାଜ୍ୟରେ ସେତେବେଳେ ଅନେକ ଶିକ୍ଷକ ଥିଲେ ମଧ୍ୟ ଏପରି କେହି ଜଣେ ନଥିଲେ ଯିଏକି ରାଜପୁତ୍ରମାନଙ୍କୁ ଉଚିତ ଶିକ୍ଷା ଦେଇପାରିବ। ଶେଷରେ ସୁମତି ନାମକ ଜଣେ ମନ୍ତ୍ରୀ ସକଳ ଶାସ୍ତ୍ରରେ ପାରଙ୍ଗମ ଆଚାର୍ଯ୍ୟ ବିଷ୍ଣୁ ଶର୍ମାଙ୍କୁ ଡକାଇ ରାଜପୁତ୍ରମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜାଙ୍କୁ ପରାମର୍ଶ ଦେଲେ। ରାଜା ତତ୍କ୍ଷଣାତ୍ ବିଷ୍ଣୁ ଶର୍ମାଙ୍କୁ ଡକାଇ କହିଲେ, ଯଦି ଆପଣ ମୋର ଏହି ତିନି ପୁତ୍ରଙ୍କୁ ଖୁବ୍ ଶୀଘ୍ର ଶିକ୍ଷିତ କରାଇ ଦେଇ ପାରିବେ, ତେବେ ମୁଁ ଆପଣଙ୍କୁ 100 ଗ୍ରାମ ପୁରସ୍କାର ଭାବରେ ଭେଟିଦେବି। ବିଷ୍ଣୁ ଶର୍ମା ଏକଥା ଶୁଣି ହସି ହସି କହିଲେ, ମହାରାଜ, ମୁଁ ମୋ ବିଦ୍ୟାକୁ ବିକ୍ରୟ କରେ ନାହିଁ। ପୁରସ୍କାର ପ୍ରତି ମୋର ଆଦୌ ମୋହ ନାହିଁ। ଆପଣ ଆଦର ସହକାରେ ମୋତେ ଯେତେବେଳେ ଡାକିଛନ୍ତି, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି 6 ମାସ ଭିତରେ ମୁଁ ଏହି ତିନି ରାଜପୁତ୍ରଙ୍କୁ ଶିକ୍ଷିତ କରାଇଦେବି। ଯଦି ମୁଁ ଏଥିରେ ଅସଫଳ ହୁଏ, ତେବେ ମୋ ନାମ ବିଷ୍ଣୁ ଶର୍ମା ରହିବ ନାହିଁ। ପଣ୍ଡିତ ବିଷ୍ଣୁ ଶର୍ମାଙ୍କଠାରୁ ଆଶ୍ୱାସନା ପାଇବା ପରେ ରାଜା ଅମର ଶକ୍ତି ଚିନ୍ତାଶୂନ୍ୟ ହେଲେ। ମୂର୍ଖ ଅବାଧ୍ୟ ରାଜପୁତ୍ରମାନଙ୍କୁ ଶିକ୍ଷିତ କରାଇବା ପାଇଁ ଏବଂ ବିଶେଷ କରି ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ବିଷ୍ଣୁ ଶର୍ମା ଅନେକ ଗୁଡ଼ିଏ ଗଳ୍ପ କେବଳ କହିଥିଲେ। ସେହିସବୁ ଗଳ୍ପ ମାଧ୍ୟମରେ ରାଜପୁତ୍ରମାନେ ମାତ୍ର 6 ମାସ ଭିତରେ ରାଜନୀତି ଏବଂ ବ୍ୟବହାର ନୀତି ଶିକ୍ଷା ପାଇ ପୂରାପୂରି ଶିକ୍ଷିତ ହୋଇଯାଇ ପାରିଥିଲେ। ବିଷ୍ଣୁ ଶର୍ମା କହିଥିବା ସେହି ସବୁ ଗଳ୍ପ ସଂଗ୍ରହର ନାମ ପଞ୍ଚତନ୍ତ୍ର ଅଟେ। ସମସ୍ତ ଗଳ୍ପଗୁଡ଼ିକୁ 5 ପ୍ରକାରରେ ବିଭାଜନ କରାଯାଇଥିବା ହେତୁ ଏହାକୁ ପଞ୍ଚତନ୍ତ୍ର କୁହାଯାଏ। ସେଗୁଡ଼ିକ ହେଲା ମିତ୍ରଭେଦ, ମିତ୍ରପ୍ରାପ୍ତି, କାକୋଲୁକୀୟ, ଲବ୍ଧପ୍ରଣାଶ ଓ ଅପରୀକ୍ଷିତ କାରକ। ମିତ୍ରଭେଦ। ମହିଳା ରୌପ୍ୟ ନାମକ ଏକ ନଗରରେ ବର୍ଦ୍ଧମାନ ନାମରେ ଜଣେ ବଣିକ ରହୁଥିଲା। ସେହି ବଣିକଟି ଉଚିତ ମାର୍ଗରେ ବେପାର ବଣିଜ କରି ଅମାପ ଧନ ସମ୍ପତ୍ତି ଠୁଳ କରିଥିଲା, କିନ୍ତୁ ତଥାପି ତା ମନରେ ସନ୍ତୋଷ ନଥିଲା। କିପରି ଆହୁରି ଧନ ରୋଜଗାର କରିବ, ସେଇଥିପାଇଁ ସେ ସଦାସର୍ବଦା ବଡ଼ ବ୍ୟାକୁଳ ଥିଲା। 6 ଉପାୟରେ ଧନ ଉପାର୍ଜନ କରାଯାଇପାରେ: ଭିକ୍ଷା, ରାଜସେବା, ଚାଷବାସ, ବିଦ୍ୟା, ସୁଧ କାରବାର ଏବଂ ବେପାର କରି। ତେବେ ଏସବୁ ମଧ୍ୟରୁ ବେପାର ବଣିଜ ଧନ ରୋଜଗାର କରିବା ପାଇଁ ସବୁଠାରୁ ଶ୍ରେଷ୍ଠ ମାଧ୍ୟମ। ବଣିକ ବର୍ଦ୍ଧମାନ ମନ ଭିତରେ ସ୍ଥିର କଲା, ସେ ବିଦେଶ ଯିବ। ସେଠାରୁ ଭଲ ଭଲ ଜିନିଷ କିଣି ଆଣି ନିଜ ଦେଶରେ ବିକ୍ରୟ କରିବ। ଏହା ଠିକ୍ କରି ବିଦେଶ ଯାତ୍ରା ପାଇଁ ସେ ତାର ଶଗଡ଼ ଗାଡ଼ି ତିଆରି କରାଇଲା। ପିଲାମାନେ, ସେ କାଳରେ ତ ଆଜି ପରି ଟ୍ରେନ୍, ଉଡ଼ାଜାହାଜ, ମଟର ଗାଡ଼ି ବାହାରି ନଥିଲା। ଏକମାତ୍ର ବାହନ ଥିଲା ଘୋଡ଼ାଗାଡ଼ି, ନହେଲେ ବଳଦ ଟଣା ଶଗଡ଼ ଗାଡ଼ି। ବଣିକ ବର୍ଦ୍ଧମାନ ତା ଶଗଡ଼ ଗାଡ଼ିକୁ ଟାଣିବା ପାଇଁ 2ଟି ହୃଷ୍ଟପୃଷ୍ଟ ସୁନ୍ଦର ବଳଦ ଯୋଗାଡ଼ କଲା। ବଳଦ ଦୁଇଟିର ନାମ ଥିଲା ସଞ୍ଜୀବକ ଏବଂ ନନ୍ଦକ। ବର୍ଦ୍ଧମାନର ଶଗଡ଼ ଯେତେବେଳେ ଯମୁନା ନଦୀର କୂଳରେ ପହଞ୍ଚିଲା, ସଞ୍ଜୀବକ ନାମର ବଳଦଟି ନଦୀ କୂଳର ପଙ୍କରେ ଗଳିଗଲା। ପଙ୍କ ଭିତରୁ ବାହାରକୁ ବାହାରିବା ପାଇଁ ସେ ଯେତେ ଚେଷ୍ଟା କଲା, ସେଥିରେ ତାର ଗୋଡ଼ ହାଡ଼ ଭାଙ୍ଗିଗଲା। ବଳଦର ଏପରି ଅବସ୍ଥା ଦେଖି ବଣିକ ବଡ଼ ଦୁଃଖିତ ହେଲା। କ'ଣ ଆଉ କରାଯାଇପାରିବ? 3 ଦିନ ଯାଏଁ ବଣିକ ସେହିଠାରେ ଅପେକ୍ଷା କଲା କାଳେ ସଞ୍ଜୀବକ ବଳଦ ସୁସ୍ଥ ହୋଇଯିବ ବୋଲି। ଶେଷରେ ତାର ସାରଥୀ କହିଲା, ଏପାଖ ଜଙ୍ଗଲରେ ବହୁତ ହିଂସ୍ର ଜନ୍ତୁ ଅଛନ୍ତି। ଏ ବଳଦର ଭଲ Sample complete. Ready to continue?